ବାପ ମା ଛେଉଣ୍ଡ ପିଲାଟିଏ ତାର ଅଜା ଘରେ ରହି ପାଠ ପଢୁଥାଏ। ଅଜା ଥିଲେ ଜଣେ ପେନସନ ଭୋଗୀ କର୍ମଚାରୀ। ଖୁବ୍ କମ୍ ପେନସନ ପାଉଥାନ୍ତି ସେ, ଯେଉଁଥିରେ ତାଙ୍କର ଘର ଖର୍ଚ୍ଚ ଚଳିବା କଷ୍ଟ। ତଥାପି ନାତି ନବଘନକୁ ପାଖରେ ରଖି ପାଠ ପଢ଼ାଇବାକୁ ପରମ କର୍ତ୍ତବ୍ୟ ବୋଲି ଧରି ନେଇଛନ୍ତି ଅଜା। ଦିନକର କଥା, ନବଘନ ସ୍କୁଲରୁ ମୁହଁ ଶୁଖାଇ ଫେରୁଥାଏ। ଆଈ ତାକୁ ଦେଖି ପଚାରିଲେ, ଆରେ ତୋ ମୁହଁ ଆଜି ଶୁଖିଲା ଦିଶୁଛି କାହିଁକିରେ? କ'ଣ ପାଠ ନ ଆସିବାରୁ ଗୁରୁଜୀ ତୋତେ ମାଡ଼ ମାରିଲେ କି? ନା କୋଉ ପିଲା ତୋତେ ବାଟରେ ମାରିଲା? ଏବେ ନବଘନ ମନ ଦୁଃଖରେ କହିଲା, ମୋର ସାଙ୍ଗ ପିଲାମାନେ ମୋତେ ଥଟ୍ଟା କରି ଏଣୁ ତେଣୁ କହିଲେ। ନାତି ଟୋକାର କଥା ଶୁଣି ଆଈ ରାଗରେ ଜଳିଗଲେ। କହିଲେ, କିରେ କାହିଁକି? କାହାର ଏଡ଼େ ସାହସ ହେଲା ମୋ ନାତିକୁ କହିବାକୁ? କାହାକୁ ତୁ କ'ଣ କହିଲୁ କି? ନାତି କହିଲା, ମୋର ସାଥୀ ପିଲାମାନେ ପ୍ରତିଦିନ 5 ଟଙ୍କା ଲେଖାଏଁ ଜଳଖିଆ ଖାଇବାକୁ ନେଉଛନ୍ତି। ସେମାନଙ୍କ ଆଗରେ ମୁଁ ଟଙ୍କାକର ଜଳଖିଆ ଖାଇଲା ବେଳକୁ ମୋତେ ଚିଡ଼ାଉଛନ୍ତି। ଆଜିକାଲି ଯୁଗରେ ଟଙ୍କାକର ଜଳଖିଆ ଦେଇ ହେବନି ବୋଲି ଦୋକାନୀ ବି କହୁଛି। ଏହା ଦେଖି ପିଲାମାନେ କହୁଛନ୍ତି, ଦେଖରେ ପିଲାଏ ଦେଖ, କୃପଣ ଅଜାର କୃପଣ ନାତିର ଜଳଖିଆ ଖିଆ ଦେଖ। ଆଈ କହିଲେ, ଆରେ ହେ, ଏଥିରେ କ'ଣ ଅଛି? ତୁ କାଲିଠାରୁ ସେମାନଙ୍କ ସାଥିରେ ମିଶିବୁ ନାହିଁ। ଆମ ପାଖରେ ତ ଅନ୍ୟ ଲୋକଙ୍କ ଭଳି ଟଙ୍କା ପଇସା ବେଶୀ ନାହିଁ, ତେଣୁ ବେଶୀ ଖର୍ଚ୍ଚ କରିବା କେଉଁଠୁ? ଆଈ ଏଭଳି ପରାମର୍ଶ ଦେଇ ବୁଝାଇ ଦେଲେ ସିନା ନବଘନର ମନ ବୁଝିଲା ନାହିଁ। ଏଥର ନବଘନ ଆଈଙ୍କ କଥା ମାନି କାହା ସାଥିରେ ସିନା ମିଶିଲା ନାହିଁ, ହେଲେ ଖେଳ ପଡ଼ିଆରେ କି ସ୍କୁଲରେ ବିନା ସାଙ୍ଗରେ ତାକୁ ଆଦୌ ଭଲ ଲାଗିଲା ନାହିଁ। ଶେଷରେ ସେ ଠିକ୍ କଲା, ପ୍ରତିଦିନ 5 ଟଙ୍କା ନେଇ ଜଳଖିଆ ଖାଇବ ଓ ସାଙ୍ଗସାଥି ମେଳରେ ହସି ଖେଳି ସମୟ କଟାଇଦେବ। ଦରକାର ହେଲେ ପଇସା ପାଇଁ ଚୋରି କରିବ ସିନା, ସାଙ୍ଗ ମେଳ କଦାପି ଛାଡ଼ିବ ନାହିଁ। ତାହା ହିଁ କଲା ନବଘନ। ପ୍ରଥମେ ପ୍ରଥମେ ଆଈଙ୍କର ବାକ୍ସରୁ 5 ଟଙ୍କା ଲେଖାଏଁ ଦୈନିକ ଚୋରି କରି ଜଳଖିଆ ଖାଇଲା। ଆଈ ଏକଥା ଜାଣିପାରିଲେ ନାହିଁ, କାରଣ ସେ ଲୋଡ଼ା ନ ହେଲେ ବାକ୍ସ ଖୋଲନ୍ତି ନାହିଁ। ଦିନକର କଥା, ନବଘନ ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା। ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇବା ପାଇଁ ମୋଟା ଅଙ୍କର ଟଙ୍କା ଦରକାର ହେଲା। ଅଜାଙ୍କର ପେନସନ ମିଳିନଥାଏ। ସୁତରାଂ ଏଥିଲାଗି ଆଈ ବାକ୍ସ ଖୋଲିଲେ। ଦେଖିଲା ବେଳକୁ ସେଥିରେ ଟଙ୍କା ନାହିଁ। ଏହା ଦେଖି ଆଈଙ୍କ ମୁଣ୍ଡ ବିଗିଡ଼ିଗଲା। ସେ ପ୍ରଚଣ୍ଡ ରାଗିଯାଇ ଥରିବାକୁ ଲାଗିଲେ। ଆଈଙ୍କର ଏଭଳି ବିକଟାଳ ରୂପ ଦେଖି ନାତି ସତକଥା କହିଦେଲା। ଏଥର ଆଈ ଆଉ କରିବେ କ'ଣ? ନାତି ତ ବାପ ମା ଛେଉଣ୍ଡ। ସୁତରାଂ ନାତି ଉପରେ ଦୟା ଆସିଲା। ତହୁଁ ସେ ନାତିକୁ ବୁଝାଇ ଦେଲା ଭଳି କହିଲେ, ବୁଝିଲୁ ନାତି, ଚୋରି କରିବାଠାରୁ ଖରାପ କାମ ଏ ଦୁନିଆରେ ଆଉ କିଛି ନାହିଁ। ତୁ ଦେଖିଲୁ ତ, ଏ ଟଙ୍କାକୁ ନେଇ ତୁ ଜଳଖିଆ ସିନା ଖାଇଦେଲୁ, ହେଲେ ତୋ ପାଠ ପଢ଼ା ପାଇଁ ଟଙ୍କାଟିଏ ନାହିଁ। ଏବେ ତୁ କହ, କେଉଁଟା ବଡ଼ କାମ, ତୋ ଜଳଖିଆ ଖିଆ ନା ପାଠ ପଢ଼ା? ପାଖରେ ଥାଇ ଅଜା ସବୁ ଶୁଣୁଥିଲେ। ତହୁଁ ସେ ନାତି ଉଦ୍ଦେଶ୍ୟରେ କହିଲେ, ଆମର ଯାହା ଅଛି ଆମେ ସେତିକିରେ ଚଳିବା ଉଚିତ। ଅଯଥା ବଡ଼ପଣ ଦେଖାଇ ହେଲେ ଆମେ ଦୁଃଖ ଭୋଗିବାନି ତ ଆଉ କିଏ ଭୋଗିବ? ଏଥର ନବଘନ ଏବେ ନିଜ ଭୁଲ ବୁଝିପାରିଲା। ସେ ଏଥର ଜାଣିଲା ଯେ ଆୟ ଦେଖି ବ୍ୟୟ କଲେ ମଣିଷ ଦୁଃଖ ଭୋଗ କରେ ନାହିଁ କି ଅସୁବିଧାରେ ପଡ଼େ ନାହିଁ।